ଆଜି ଛାତ ଉପରକୁ ଗଲା ବେଳକୁ ପୋଇଟା ବହୁତ ଛନଛନିଆ ହେଇଥିଲା। କେତେ ଦିନ ହେଲା ଭିତରେ ଭାବିଲିଣି ପୋଇଟାକୁ ନେଇକି କ'ଣ ଗୋଟେ ରେସିପି ବନେଇବି ବୋଲି। ଆଉ ଯୋଗକୁ ଆଜି ଘରକୁ ଆସିଛି ହାରି ଛୋଟ ଛୋଟ ଚିଙ୍ଗୁଡ଼ି। ତ ମନକୁ ଆସିଲା କି ଆଜି ଟିକେ ପୋଇ ଚିଙ୍ଗୁଡ଼ି ଘାଣ୍ଟ ବନେଇବା ବୋଲି। ଆଉ ସବୁଠୁ ବଡ଼ ଡଙ୍କ ଯୋଉଟା ଥିଲା ତାକୁ କାଟି ନେଇ ଆସିଲି। ଆଉ ଏଇ ପୋଇଟା ମୁଁ ବନେଇଥିଲି, ଗଛଟା ମୁଁ ଲଗେଇଥିଲି ଯୋଉଟା ଘରକୁ ଆସିଥିଲା ଯୋଉ ପୋଇଟା, ସେଇଥିରୁ 2ଟା ଡାଙ୍ଗ ପୋତି ଦେଇଥିଲି। ତ ଗୋଟେ ଡାଙ୍ଗ ସର୍ଭାଇଭ୍ କରିକି ଏତେ ବଡ଼ ବନିଯାଇଛି, 4-5ଟା ଡଙ୍କ ସେଥିରୁ ବାହାରି ପଡ଼ିଛି। ପାଖାପାଖି 15-20 ଦିନ ହେଲା ଏ ଗଛଟା ମୁଁ ଲଗେଇଥିଲି ପୋଇ ଡଙ୍କଟା। ଆଉ ଏବେ ଦେଖନ୍ତୁ ଚିଙ୍ଗୁଡ଼ି, ଆଗ ପ୍ରଥମେ ଚିଙ୍ଗୁଡ଼ିକୁ ଭାଜିକି ରଖିଦେଇଛି। ଆଉ ତାପରେ ମୁଁ ଏଠି କଢ଼େଇରେ ପଞ୍ଚଫୁଟଣ ପକାଇ ଦେଇଛି। ତାପରେ ଆପଣମାନେ ଚାହିଁଲେ ଯଦି ପଞ୍ଚଫୁଟଣ ପସନ୍ଦ ନୁହଁ ତାହେଲେ ଜିରା ବି ପକାଇ ପାରିବେ, କିନ୍ତୁ ପଞ୍ଚଫୁଟଣର ଟେଷ୍ଟଟା ଆ ସାଙ୍ଗରେ ବହୁତ ଭଲ ମ୍ୟାଚ୍ କରୁଥିଲା। ଆଉ ପରିବାରେ ମୁଁ ଏଠି ନେଇଛି କଖାରୁ, ସାରୁ, ବାଇଗଣ, ଆଳୁ, ଏତିକି ପରିବା ମୋ ପାଖରେ ଥିଲା। ଆଉ ଏଇ ପରିବା ସାଙ୍ଗରେ ସାଙ୍ଗରେ ମୁଁ ଏଠି ପୋଇ ଡଙ୍କ ଯୋଉଟା ପତ୍ର ସେଥିରୁ ସଫା କରିଦେଇଛି। ଆଉ ଡଙ୍କଟାକୁ କାଟିକି ପକାଇ ଦେଇଛି ଆଗ, କାହିଁକିନା ଡଙ୍କଟା ଟିକେ ସିଝିବାକୁ ଟାଇମ୍ ଲାଗେ, କିନ୍ତୁ ଏ ଡଙ୍କଟା ବହୁତ ସଫ୍ଟ ଅଛି, ବହୁତ କଅଁଳ ଅଛି। ଏଥିରେ ଟିକେ କଲର୍ ଭଲ ଆସିବ ବୋଲି ଅଳ୍ପ ଟିକେ କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର ପକାଇ ଦେଇଛି। ତାପରେ ଗୋଟେ ଟମାଟୋକୁ କାଟି ମୁଁ ଏଠି ପକାଇ ଦେଇଛି। ସତରେ ରେସିପିଟା ବହୁତ ଟେଷ୍ଟି ହେଇଥିଲା। ତାପରେ ଏଠି ମୁଁ ଲୁଣ ଦେଇ ଦେଇଛି। ଏଠି 2-3 ଟେବୁଲ ସ୍ପୁନ୍ ପାଖାପାଖି ମୁଁ ସୋରିଷ ବଟା ଦେଇ ଦେଇଛି। ନର୍ମାଲ ଯେମିତି ଆପଣମାନେ ସୋରିଷଟାକୁ ବାଟନ୍ତି, ମାନେ ସେଥିରେ ସୋରିଷ ଯେତିକି ସୋରିଷ ତାର ଡବଲ ଜିରା ମୁଁ ନର୍ମାଲି ନିଏ, କାହିଁକିନା ସୋରିଷଟା ଟିକେ ଅଧିକା ହେଲେ ଯାହାର ଗ୍ୟାସ୍ ବ୍ୟାସ୍ ପ୍ରୋବ୍ଲେମ୍ ଥିବ ସେଇଟା ଅଧିକା ପ୍ରୋବ୍ଲେମ୍ କରେ। ତ ସେଥିଲାଗି ସୋରିଷଟା ମୁଁ ବହୁତ କମ୍ ନିଏ। ଅଦରୱାଇଜ୍ ଆପଣଙ୍କୁ ଯଦି ସୋରିଷ ଟେଷ୍ଟଟା ପସନ୍ଦ, ଆପଣମାନେ ସୋରିଷ ଜିରା ସେମ୍ ପ୍ରପୋର୍ସନ୍ର ନେଇପାରିବେ। ତା ସାଙ୍ଗରେ ଗୋଟେ ବୁଦା ରସୁଣ ଆଉ 1 ଇଞ୍ଚ ଅଦା, ତା ସାଙ୍ଗରେ କଞ୍ଚା ଲଙ୍କା, ଏତିକି ଜିନିଷ ମୁଁ ବାଟି ନେଇଛି। ଆଉ ଦେଖନ୍ତୁ ଏଠି ଚିଙ୍ଗୁଡ଼ି ଯୋଉଟା ଭାଜିକି ରଖିଦେଇଥିଲି, ତା ସାଙ୍ଗରେ 2 ପିସ୍ ମାଛ ବି ଥିଲା। ମାଛର ପେଟ ପିସ୍ଟା ତାକୁ ମୁଁ କଣ୍ଟା କାଢ଼ିକି ରଖିଦେଇଛି। ଏବେ ପରିବା ପାଖାପାଖି ମୋର 80% ସିଝିଗଲାଣି। ଶାଗ ତ ଏମିତି ବି ସିଝିବାକୁ କମ୍ ଟାଇମ୍ ଲାଗେ, ଆଉ ଏଥିରୁ ବି ଏଇ ଡଙ୍କଟାରୁ ଶାଗଟା ଟିକେ କମ୍ ବାହାରିଲା। ତ ଏବେ ଆମେ ଏଇ ଯୋଉ ମାଛଟା ଛଡ଼େଇ ରଖିଥିଲି ତାକୁ ଆମେ ଏଥିରେ ଆଡ଼୍ କରିଦେବା। ଆକୁ ଆଡ଼୍ କରିସାରିବା ପରେ ଆକୁ ଆମେ ଆଉ 15-20 ମିନିଟ୍ ମାତ୍ର ଏଇଟା କୁକ୍ ହେବ। ପରିବାଟା ଷ୍ଟାର୍ଟିଂରୁ ଆପଣ ଯଦି ଟାଇମିଂ କାଉଣ୍ଟ କରିବେ ତ ପ୍ରଥମରୁ ପରିବାଟା ପାଖାପାଖି ମୋର ଅଧଘଣ୍ଟେ କୁକ୍ ହେଇସାରିଲାଣି। ଆଉ 15 ମିନିଟ୍ ଖଣ୍ଡେ ମାଛଟା ପକାଇକି ତାପରେ ଆମେ କୁକ୍ କରିନେବା। ସତରେ ଏଠୁ ଗୋଟେ ବହୁତ ସୁନ୍ଦର ବାସ୍ନା ଆସୁଛି। ଆଉ ମୋର ପିଲାମାନେ ନର୍ମାଲି ଏମିତି ଘାଣ୍ଟ ଟାଇପ୍ର ଖାଇବାଟା ପସନ୍ଦ କରନ୍ତିନି, କିନ୍ତୁ ଏଇ ରେସିପିଟା ତାଙ୍କୁ ବହୁତ ପସନ୍ଦ ଆସିଥିଲା। ଆଉ 2 ଜଣ ଯାକ ବହୁତ ଖୁସିରେ ଖାଇଲେ। ମୋର ପିଲାମାନେ ନର୍ମାଲି ଆଜିକାଲି ପିଲାମାନେ ଡାଲମା, ସନ୍ତୁଳା ଏସବୁ ରେସିପି ପସନ୍ଦ କରୁନାହାନ୍ତି। ଏବେ ଏଇଟା ରେଡ଼ି ହେଇଗଲା। ନର୍ମାଲି ଏତିକି ପ୍ରୋସେସ୍, ପଛରେ ସେ ଗରମ ମସଲା ବଗେରା ମୁଁ କିଛି ବି ଆଡ଼୍ କରିନି। ଆଉ ଏତିକିରେ ଏ ରେସିପିଟା ବହୁତ ଟେଷ୍ଟି ବନିଥିଲା। ଆପଣମାନେ କେବେ ଏଇଟା ଘରେ ଟ୍ରାଏ କରନ୍ତୁ। ଆଉ କେମିତି ଲାଗିଲା ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରି ନିଶ୍ଚିନ୍ତ ଭାବେ ଜଣେଇବେ। ଆଉ ମୁଁ ବି ଏବେ ଟ୍ରାଏ କରି ଆପଣମାନଙ୍କୁ ଜଣାଉଛି କେମିତି ଲାଗିଲା ବୋଲି। ଆପଣମାନେ ୟାକୁ ଭାତ ଡାଲି ସାଙ୍ଗରେ ଗୋଟେ ସାଇଡ଼୍ ଆଇଟମ୍ ହିସାବରେ ଖାଇପାରିବେ, ନହେଲେ ପଖାଳ ଭାତ ସାଙ୍ଗରେ ବି ଖାଇପାରିବେ, ତା ସାଙ୍ଗରେ ରୁଟି ସାଙ୍ଗରେ ବି ଖାଇପାରିବେ। ଆଉ ଆପଣମାନେ ୟାକୁ କାହା ସାଙ୍ଗରେ ଖାଇବାକୁ ପସନ୍ଦ କରିବେ କମେଣ୍ଟ କରି ଜଣେଇବେ। ସତରେ ଏଇଟା ବହୁତ ଟେଷ୍ଟି ହେଇଛି।